ସେଥିପାଇଁ ଗୁରୁ ଗ୍ରହଣ କରିବା ପାଇଁ କିଛି ବାଧ୍ୟବାଧକତା ନାହିଁ। ତମେ ସବୁ ଗୁରୁଙ୍କ ବିଷୟରେ ଶ୍ରବଣ କରିବ, ଯୋଉ ଗୁରୁଙ୍କର ନୀତି ନିୟମ ତମକୁ ଭଲ ଲାଗୁଛି ସେଇଭଳି ଗୁରୁ ଗ୍ରହଣ କର। ସବୁ ଗୁରୁ ପ୍ରଭୁପାଦଙ୍କର ଧାରାରେ ଆସୁଛନ୍ତି, ସବୁ ଗୁରୁ ମାନେ ପରମ୍ପରାରେ ଆସୁଛନ୍ତି, ସବୁ ଗୁରୁ ମାନେ ଯୋଉ ଗୁରୁଙ୍କୁ ଗ୍ରହଣ କଲେ ମଧ୍ୟ ତମର ଉଦ୍ଧାର ହବ। କିନ୍ତୁ ତାଙ୍କର ସ୍ୱଭାବ ଅନୁସାରେ ତମର ସ୍ୱଭାବ ମ୍ୟାଚ୍ ହଉଥିବା ଦରକାର, ତାହେଲେ ଯାଇକି ତୁମେ ତାଙ୍କୁ ଗୁରୁ ଭାବରେ ଜୀବନ ସାରା ଗ୍ରହଣ କରିପାରିବ ସଠିକ ଭାବରେ। ତମର ଅପରାଧ କୌଣସି ପ୍ରକାର ହବନି ତାଙ୍କ ଚରଣରେ। ସେଥିପାଇଁ ଆମେ ସେଭଳି ସାଧୁମାନଙ୍କୁ ଦାନ ଦେବା, ସେଭଳି ସାଧୁମାନଙ୍କର ସଙ୍ଗତରେ ରହିବା, ଯୋଉ ସାଧୁମାନଙ୍କର ବ୍ୟବହାର ଆମକୁ ଭଲ ଲାଗୁଥିବ, ବା ତାଙ୍କର ସେବା କରି ତାଙ୍କୁ ଦାନ ଦେଇ ଯେମିତି ଆମ ମନରେ କୌଣସି କପଟତା କୌଣସି ସନ୍ଦେହ ନ ଉପୁଜେ। ଇଏ ବହୁତ ମହତ୍ୱପୂର୍ଣ୍ଣ ଜିନିଷ। ସାବଧାନ ଏଥିପ୍ରତି ପୁରା। ଏଇଥିପାଇଁ ଆଜିକାଲି ସଂସାରରେ ବହୁତ ଗଣ୍ଡଗୋଳ ସୃଷ୍ଟି ହେଉଛି, ଭକ୍ତିରେ ମଧ୍ୟ ବହୁ ପ୍ରକାର ବାଧାବିଘ୍ନ ସୃଷ୍ଟି ହେଉଛି, ଭକ୍ତ ଭିତରେ, ଗୁରୁ ଶିଷ୍ୟ ଭିତରେ ଇତ୍ୟାଦି ଇତ୍ୟାଦି ସବୁ ହେଉଛି। ସେଥିପାଇଁ ଯଦି ଆମେ ସେଭଳି ସାଧୁ ବ୍ରହ୍ମଚାରୀ ସନ୍ନ୍ୟାସୀମାନଙ୍କୁ ଦାନ ଦେବା, ତାହେଲେ ସେମାନେ ତାଙ୍କର ମୂଲ୍ୟବାନ ସମୟକୁ ଶାସ୍ତ୍ର ଅଧ୍ୟୟନରେ ଏବଂ ଜଗତ ମଙ୍ଗଳ ପାଇଁ ବିନିଯୋଗ କରିପାରିବେ। ଆମେମାନେ ଗୃହସ୍ଥ ଲୋକ ଦିନ ରାତି ଗଧ ଭଳିଆ ପରିଶ୍ରମ କରୁଛେ, ନା ଆମ ପାଖରେ ଶାସ୍ତ୍ର ଅଧ୍ୟୟନ ପାଇଁ ସମୟ ଅଛି, ନା ଶାସ୍ତ୍ର ବିତରଣ ପାଇଁ ସମୟ ଅଛି, ନା ଠାକୁର ପୂଜା କରିବା ପାଇଁ ସମୟ ଅଛି। ଯଦି ନାହିଁ, ଅଳ୍ପ ସମୟ ଆମେ କିଛି କରୁଛେ, ତାହେଲେ ଆମେ ଯେଉଁ ପରିଶ୍ରମ କରୁଛେ ଦିନ ରାତି, ସେଇ ପରିଶ୍ରମରୁ ଯେଉଁ ମୂଲ୍ୟ ବାହାରୁଛି, ସେଇ ମୂଲ୍ୟ ଆମେ ସେମାନଙ୍କୁ ଦେବା ଦ୍ୱାରା ଆମର ଜୀବନରେ ପରିଶ୍ରମ ଭିତରେ ବା ସାଂସାରିକ କର୍ମ ଭିତରେ କିଛି ଆଧ୍ୟାତ୍ମିକତା ପ୍ରବେଶ କରିବ। ଯଦି ଆମର ଧନ ଦ୍ୱାରା, ଆମର କାର୍ଯ୍ୟ ଦ୍ୱାରା, ଆମର ସେବା ଦ୍ୱାରା ଭଗବାନଙ୍କ ସେବାରେ ଯୁକ୍ତ ଥିବା ସାଧୁ ସନ୍ଥ ମାନେ ଉପକୃତ ହୁଅନ୍ତି। ଇଏ ହେଉଛି ସିଷ୍ଟମ, ତାକୁ କୁହାଯାଏ ଦାନ।